बलरामपुर पंचायत रे धूमधाम रे आरंभ हो जाइछि लक्ष्मी पूजा। पूरा पंचायत आलोकमाला रे झलसुछि। पूरा पंचायत संध्या हेले गाँ रे जमुछि भिड़। मां को दर्शन करबा पई विभिन्न अंचल लोकमानक भिड़କୁ ନେଇ पंचायत बसे आनंद। 50 वर्षर ऊर्ध्व वर्षर परंपरा को बंचाई रखिछंती पंचायतवासी। जगतसिंहपुर ब्लॉक अंतर्गत बलरामपुर पंचायत लक्ष्मी पूजा पई जिले में बेस प्रसिद्धि लाभ करुछि। पंचायत रे 11टी साहि रे 11टी मेढ़ मंडप रे पूजा पाउछंती। एही गाँ रे विभिन्न संप्रदायर लोक माने एही पंचायत रे बसवास करथि। लक्ष्मी पूजा समय समस्त साहिर लोक माने एकाठी होई पूजा को शांति सम्मान सहित पालन करथि। एही पूजा बापा अजा अमलरू लक्ष्मी पूजा आरंभ होइछि। एभଳି ସ୍ତରରେ କାଛପଡ଼ା ଗ୍ରାମରେ ଦୀର୍ଘ 50 ବର୍ଷରୁ ଊର୍ଦ୍ଧ୍ୱ ବର୍ଷ ଧରି ଲକ୍ଷ୍ମୀ ନାରାୟଣ ଉକ୍ତ ପଞ୍ଚାୟତର ଥାନପତି ଭାବେ ପୂଜା ପାଉଥିବା ବେଳେ ଉକ୍ତ କାଠିଆ ଅଞ୍ଚଳ ଲୋକଙ୍କ ବିଶ୍ୱାସ ରହିଛି ଲକ୍ଷ୍ମୀ ନାରାୟଣ ପୂଜା ସମୟରେ ଯାହା ମାନସିକ ରଖିଥାନ୍ତି ତାହା ପୂରଣ ହୁଏ। ଏଭଳି ସ୍ଥିତିରେ ଅନେକ ଲୋକ ନିଜର ମାନସିକ ରଖିଥାନ୍ତି। ଏଭଳି ସ୍ତରରେ ଶତାଧିକ ଲୋକଙ୍କ ଘଟଣାସ୍ଥଳରେ ଭିଡ଼ ଦେଖିବାକୁ ମିଳେ। ସେହିଭଳି ମା ଲକ୍ଷ୍ମୀ ପୂଜା ବଳରାମପୁର ପଞ୍ଚାୟତରେ 11ଟି ସ୍ଥାନରେ ଦେଖିବାକୁ ମିଳେ। ମା ଲକ୍ଷ୍ମୀ ପୂଜାରେ ଅନେକ ମଣ୍ଡପରେ ବଡ଼ ପୂଜା ଥିବାରୁ ଜଗତସିଂହପୁର ଲୋକପ୍ରିୟ ବିଧାୟକ ଅମରେନ୍ଦ୍ର ଦାସ ସମସ୍ତ ପୂଜା ମଣ୍ଡପ ବୁଲି ମାଙ୍କଠାରୁ ଆଶୀର୍ବାଦ ଭିକ୍ଷା କରିଥିଲେ। ଏହି ଅବସରରେ ବିଧାୟକ ଅମରେନ୍ଦ୍ର ଦାସଙ୍କ ସ୍ଥାନୀୟ ଯୋଗଧାରୀ ଛକ ନିକଟରେ ସ୍ୱାଗତ ସମ୍ବର୍ଦ୍ଧନା କରି ଶତାଧିକ ଯୁବଗୋଷ୍ଠୀ ଓ ବରିଷ୍ଠ ନାଗରିକମାନେ ଶତାଧିକ ବାଇକ୍ ଯୋଗେ ଶ୍ରୀରାମ ଧ୍ୱନି ମଧ୍ୟରେ ପ୍ରଥମେ ପାଛୋଟି ଆଣିଥିଲେ କାଠିଆପଡ଼ା ଲକ୍ଷ୍ମୀନାରାୟଣ ଥାନପତି ମଣ୍ଡପ ନିକଟକୁ। ସେଠାରେ ଶତାଧିକ ମହିଳା ପୁରୁଷମାନେ ବିଧାୟକଙ୍କୁ ଦେଖି ହୁଳହୁଳିଏ ଶ୍ରୀରାମ ଧ୍ୱନି ଘଟଣାସ୍ଥଳ ପ୍ରକମ୍ପିତ ହୋଇଥିଲା। ପରେ ପୋକପୁର ଗୋପ ବାଇଜଙ୍ଗା ଦେଦୁଅ ସିଙ୍ଗିପୁର କ ଓ ସିଙ୍ଗିପୁର ଖ ଏବଂ କଲ୍ୟାଣପୁର ପାକନପୁର ପ୍ରତ୍ୟେକ ଗାଁ ଗାଁ ପରିକ୍ରମା କରାଇ ଏବଂ ପ୍ରତ୍ୟେକ ମା ଲକ୍ଷ୍ମୀ ପୂଜା ମଣ୍ଡପରେ ବିଧାୟକ ଅମରେନ୍ଦ୍ର ଦାସ ପହଞ୍ଚି ମାଙ୍କଠାରୁ ଆଶୀର୍ବାଦ ଭିକ୍ଷା କରିଥିଲେ। ଶେଷରେ ବଳରାମପୁର ପଞ୍ଚାୟତରେ ମାଙ୍କ ଦର୍ଶନ ପରେ ଫେରି ଯାଇଥିଲେ। ବିଧାୟକ ଅମରେନ୍ଦ୍ର ଦାସଙ୍କ ଗସ୍ତକୁ ନେଇ ବଳରାମପୁର ପଞ୍ଚାୟତରେ ଏଭଳି ଜନସମୁଦ୍ରକୁ ନେଇ ସାଧାରଣରେ ଏକ ବିରାଟ ପ୍ରଶ୍ନବାଚୀ ଛିଡ଼ା ହୋଇଛି। ଅନ୍ୟପକ୍ଷରେ ଅନେକ ଚା ଖଟିରେ ଆଲୋଚନା ହେଉଛି ବିଧାୟକଙ୍କ ଗରିବ ଖଟିଖିଆ ଅସହାୟ ଲୋକଙ୍କ ସେବା ମନୋବୃତ୍ତିକୁ ନେଇ ଆଜି ଲୋକପ୍ରିୟ ହୋଇଛି। ବିଗତ ସରକାର ସମୟରେ ବିଧାୟକମାନେ ଗାଦି ମିଳିବା ପରେ ସାଧାରଣ ଲୋକଙ୍କୁ ଭୁଲି ଯାଏ। ହେଲେ ବର୍ତ୍ତମାନ ବିଧାୟକ ଉନ୍ନତ ଧରଣର, ସେଥିପାଇଁ ବିଧାୟକଙ୍କ ଆଗମନକୁ ନେଇ ପଞ୍ଚାୟତରେ ଜନସମୁଦ୍ର ଦେଖିବାକୁ ମିଳିଛି। ପ୍ରତି ଲୋକଙ୍କ ମୁଖରେ ଗୋଟିଏ କଥା, ବିଧାୟକ ହେବ ତ ଏମିତି। ଜଗତସିଂହପୁର ଜିଲ୍ଲାର ସନ୍ଧାନୀ ପଟ୍ଟନାୟକ ରିପୋର୍ଟ, ଆବାଜ ଓଡ଼ିଶା। ମୁଁ ଲିଙ୍ଗରାଜ ମହାନ୍ତି, ଆମର ବଳରାମପୁର ପଞ୍ଚାୟତ। ଆମ ଗାଁ ନାଁ ହେଲା ଗୋପପୁର। ଆମର ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଧୁମଧାମରେ ମା ଲକ୍ଷ୍ମୀଙ୍କର ପୂଜା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆମର ଆଜି ସବୁ ଜାଗା ନହେଲେ ବି 90% ଜାଗାରେ ଆମର ଆଜି ବଡ଼ ପୂଜା। ସେ ବଡ଼ ପୂଜାରେ ଆମର ପ୍ରିୟ ବିଧାୟକ ଅମରେନ୍ଦ୍ର ଦାସ ଆସିଥିଲେ ଏବଂ ଶତାଧିକ ବାଇକ୍ରେ ତାଙ୍କୁ ପୁରା ପଞ୍ଚାୟତ ତାଙ୍କୁ ଭ୍ରମଣ କରାଯାଇଥିଲା ଏବଂ ସେ ସବୁ ପୂଜା ମଣ୍ଡପ ଯାଇ ସେଠାରେ ଆଶୀର୍ବାଦ ଭିକ୍ଷା କରିଥିଲେ। ଆଉ ଆମେ ଏମିତି ମଧ୍ୟ ମାଆଙ୍କ ଭଳିଆ ପ୍ରାର୍ଥନା କରୁଛୁ ସବୁ ବର୍ଷ ଏମିତି ଧୁମଧାମରେ ଚାଲିଥାଉ। ପୂଜା ଏମିତି ମା ଆସୁଥାନ୍ତୁ ଓ ଶୁଣି ଚାଲିଥାଉ। ଏମିତି ମୁଁ ମାଆଙ୍କ ପାଖରେ ଏତିକି ପ୍ରାର୍ଥନା କରୁଛୁ, ଆମର ଯେଉଁ ପ୍ରିୟ ବିଧାୟକ ଅଛନ୍ତି ଅମରେନ୍ଦ୍ର ଦାସ, ସେ ଏମିତି ବିଧାୟକ ହେଉଥାନ୍ତୁ। ଜୟ ମା ଲକ୍ଷ୍ମୀ। ମୁଁ ପଣ୍ଡିତ କାହ୍ନୁ କୃଷ୍ଣମୋହନ ମିଶ୍ର। ମୁଁ ଏଠାରେ 25 ବର୍ଷ ହେଲାଣି ମା ଗଜଲକ୍ଷ୍ମୀଙ୍କର ପୂଜାରେ ଯୋଗଦାନ କରୁଛି। ଆଉ ଏଠି ବିଶେଷ କରି ଲକ୍ଷ୍ମୀନାରାୟଣଙ୍କର ପୂଜା ହୁଏ, କୁମାର ଉତ୍ସବ ବିହିତ। ପ୍ରତ୍ୟେକ ଦିନ ଷୋଡ଼ଶୋପଚାର ପୂଜା ହୁଏ ଏବଂ ହୋମ ଯଜ୍ଞ ମଧ୍ୟ ହୁଏ। ମାଙ୍କର ବିଧି ବିଧାନରେ ପୂଜା ଏଠି ସବୁଦିନେ କରାଯାଏ ଏବଂ ଷୋଡ଼ଶୋପଚାର ପୂଜାରେ ମାଙ୍କୁ ପୂଜା ଅର୍ଚ୍ଚନା କରାଯାଏ। ଲକ୍ଷ୍ମୀନାରାୟଣଙ୍କୁ ତ୍ୱଂ ବୈଷ୍ଣବୀ ଶକ୍ତିର ଅନନ୍ତ ବିଦ୍ୟା ବିଶ୍ୱସ୍ୟ ବୀଜଂ ପରମାସୀ ମାୟା ସମ୍ମୋହିତଂ ଦେବୀ ସମସ୍ତମେତତ୍ ତ୍ୱଂ ବୈ ପ୍ରସନ୍ନା ଭୂମୁକ୍ତି ହେତୁ। ଏ ହେଉଛନ୍ତି ବିଷ୍ଣୁ ଶକ୍ତି। ଶ୍ରୀମତ୍ ଚଣ୍ଡୀରେ ଲେଖା ଅଛି 11 ଅଧ୍ୟାୟରେ ଯେ ମାର୍କଣ୍ଡେୟ ପୁରାଣ ଅନ୍ତର୍ଗତ ଦୁର୍ଗା ସପ୍ତଶତୀରେ ତ୍ୱଂ ବୈଷ୍ଣବୀ ଶକ୍ତି, ତୁମେ ହେଉଛ ବୈଷ୍ଣବୀ ଶକ୍ତି, ବିଷ୍ଣୁଙ୍କର ଶକ୍ତି। ତ୍ୱଂ ବୈଷ୍ଣବୀ ଶକ୍ତି ଅନନ୍ତ ବିଦ୍ୟା, ତୁମର ବୀର୍ଯ୍ୟ ହେଉଛି ଅନନ୍ତ। ଶକ୍ତି ପରାକ୍ରମ ଏବଂ
ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣା, ଯାହାକୁ ବ୍ରହ୍ମା ଶିବ ବିଷ୍ଣୁ ଇତ୍ୟାଦି ଦେବତା ମାନେ ବର୍ଣ୍ଣନା କରିବାକୁ ସମର୍ଥ ହୁଅନ୍ତି ନାହିଁ। ତଂ ବୈଷ୍ଣବୀ ଶକ୍ତିର ଅନନ୍ତ ବୀଜ ବିଶ୍ୱସ୍ୟ ବୀଜମ୍, ଏ ବିଶ୍ୱ ବ୍ରହ୍ମାଣ୍ଡର ବୀଜ ଅର୍ଥାତ୍ ମଞ୍ଜି ବା ବିହନ, ଏ ବିଶ୍ୱ ତୁମଠାରୁ ହିଁ ସୃଷ୍ଟି ହେଇଛି। ବିଶ୍ୱସ୍ୟ ବୀଜମ୍ ପରମାସି ମାୟା, ତୁମେ ହେଉଛ ପରମା ଶ୍ରେଷ୍ଠ ଏବଂ ମାୟା, ତୁମର ମାୟାକୁ କେହି ଅତିକ୍ରାନ୍ତ କରିପାରନ୍ତି ନାହିଁ। ପରମାସି ମାୟା ବିଶ୍ୱସ୍ୟ ବୀଜମ୍ ପରମାସି ମାୟା ତୁମ ବୈ ପ୍ରସନ୍ନ। ଇଏ ଆମର ବଳରାମପୁର ପଞ୍ଚାୟତ କାଠିଆପଡ଼ା ଗ୍ରାମର 60 ବର୍ଷ ପୁରାତନର ପୂଜା କମିଟି। ଆଉ ଏ ବର୍ଷ ମୁଁ ଏ ପୂଜା କମିଟିରେ ପ୍ରଥମ ଥର ପାଇଁ କର୍ତ୍ତା ହେଇଛି, ସେଥିପାଇଁ ମୁଁ ବହୁତ ଆନନ୍ଦିତ ଏବଂ ଆମ ଗାଁବାଲାଙ୍କୁ ମୋତେ ଏ ସୁଯୋଗ ଦେଇଥିବାରୁ ମୁଁ ବି ବହୁତ ଖୁସି। ଆଉ ଏପଟେ ଆମର ମୁଖ୍ୟ ପୂଜା ଯେଉଁ ହୁଏ, ଆମର ଯେଉଁ ପଣ୍ଡିତ ଆସନ୍ତି ସେ ନାଉଗାଁରୁ 25 ବର୍ଷ ଧରି ସେ ପୂଜା କରୁଛନ୍ତି। ତା ପୂର୍ବରୁ କିଏ କରିଥିଲେ ମୁଁ କହିପାରିବିନି, କିନ୍ତୁ ଆମର ଇଏ 25 ବର୍ଷ ଧରି ପୂଜା କରୁଛନ୍ତି। ଆମର ଲକ୍ଷ୍ମୀଙ୍କର ଗୋଟେ ମାନେ ଭଲ ଇଏ ଅଛି, ଯେଉଁମାନଙ୍କ ପିଲାପିଲି ନ ହୁଅନ୍ତି ସେମାନେ ଯଦି ପ୍ରଥମ ଚରଣ ସେଠି ଓଷା କରି ମାନସିକ ରଖି ନିଅନ୍ତି 100% ତାଙ୍କ ସକ୍ସେସ୍ ହୁଅନ୍ତି। ସେଇଟା ପାଇଁ ଆମର ଏ ପୂଜା କମିଟି ଆଜି ଗର୍ବିତ, ସେଥିପାଇଁ ହଜାର ହଜାର ଲୋକ ଏଠି ମଧ୍ୟ ଆସନ୍ତି। ବଳରାମପୁର ପଞ୍ଚାୟତରେ ଇଏ ହେଉଛି ଥାନପତି ଠାକୁର, ତେଣୁକରି ଏଠୁ ବି ଆମର ସମସ୍ତ ଯିଏ ବି ନୂଆ କରିଛନ୍ତି, ଏବେ ସବୁ 10ଟା ମେଢ଼ ହେଲାଣି ପଞ୍ଚାୟତରେ, ଆସ୍ତେ ଆସ୍ତେ ସମସ୍ତେ ବି ଏଠି ଆସନ୍ତି, ଭୋଗ ଆଣି ଦିଅନ୍ତି, ଆମେ ବି ସେମାନଙ୍କୁ ସବୁ ଦିଉ ଏବଂ ବହୁତ ଖୁସି ଲାଗେ। ଆମ ଗାଁଙ୍କର ଏଇଟା ଗୋଟେ ଭାଇଚାରା ପର୍ବ। ଆମ ଗାଁର ସମସ୍ତେ ବନ୍ଧୁବାନ୍ଧବ ଯେତେ ବି ସମସ୍ତେ ଏ 3 ଦିନ ଆସିକି ରହନ୍ତି, ସେଥିପାଇଁ ଆମେ ବହୁତ ଆନନ୍ଦିତ। ଏ 3 ଦିନ ଆମର ଲାଗେ, ତ କେତେ ଆନନ୍ଦିତ ଅଛନ୍ତି? ବହୁତ ଆନନ୍ଦ।